ଆସିଲା ଭାଜପା ସରକାର। ଏଣିକି ମହିଳାଙ୍କୁ ମିଳିବ 50,000 ଟଙ୍କା। 2024 ସାଧାରଣ ନିର୍ବାଚନରେ ଭାଜପାର ବିପୁଳ ସଫଳତା ପରେ ଦଳ ସରକାର ଗଢ଼ିବାକୁ ଯାଉଛି। ଆଜି ନୂଆ ସରକାର ଦାୟିତ୍ୱ ଗ୍ରହଣ କରିବେ। ଏବେ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି, ରାଜ୍ୟରେ ଭାଜପା ନୂଆ ସରକାର ଗଢ଼ୁଛି, ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବ ତ? ଏହା ଓଡ଼ିଶାବାସୀଙ୍କ ମନରେ ସବୁଠୁ ବଡ଼ ପ୍ରଶ୍ନ ଭାବେ ଭର୍ତ୍ତା ହୋଇଛି। ଭାଜପା ନିର୍ବାଚନ ଇସ୍ତଫାହାରରେ ମୋଟ 21ଟି ପ୍ରତିଶ୍ରୁତି ଦେଇଥିଲା। ସବୁଠୁ ବଡ଼ ପ୍ରତିଶ୍ରୁତି ଥିଲା ସୁଭଦ୍ରା ଯୋଜନା ଲାଗୁ କରିବା। ଏହି ଯୋଜନା ଅଧୀନରେ ପ୍ରତ୍ୟେକ ମହିଳାଙ୍କୁ 50,000 ଟଙ୍କାର ନଗଦ ଭାଉଚର ଦିଆଯିବ। ଏହି ଭାଉଚର 2 ବର୍ଷ ଭିତରେ ଖର୍ଚ୍ଚ କରାଯାଇପାରିବ। ଭାଜପା ଦେଇଥିବା 21ଟି ପ୍ରତିଶ୍ରୁତି। ପ୍ରଥମଟି, ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା ଆରମ୍ଭ କରିବାକୁ ସଂକଳ୍ପ ପତ୍ରରେ ଉଲ୍ଲେଖ ଅଛି। ଏହାଦ୍ୱାରା ପ୍ରତ୍ୟେକ ମହିଳା 50,000 ଟଙ୍କାର ନଗଦ ଭାଉଚର ପାଇବେ, ଯାହାଦ୍ୱାରା 2 ବର୍ଷ ଭିତରେ ଖର୍ଚ୍ଚ କରାଯାଇପାରିବ। ଦ୍ୱିତୀୟ, 2027 ସୁଦ୍ଧା ଓଡ଼ିଶାରେ 25 ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାକୁ ପ୍ରତିଶ୍ରୁତି। ତୃତୀୟ, 2029 ସୁଦ୍ଧା 3,50,000 ଲୋକଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି। ଚତୁର୍ଥ, ରାଜ୍ୟ ବାହାରେ ରହୁଥିବା ଓଡ଼ିଶା ବ୍ୟକ୍ତି ବିଶେଷଙ୍କ କଲ୍ୟାଣ ପାଇଁ ସମସ୍ତ ମେଟ୍ରୋ ସହରରେ ଓଡ଼ିଆ ସମୁଦାୟ ଭବନ ପ୍ରତିଷ୍ଠା କରିବାକୁ ପ୍ରତିଶ୍ରୁତି। ପଞ୍ଚମ, ଧାନ କ୍ୱିଣ୍ଟାଲ ପିଛା କ୍ରୟ ମୂଲ୍ୟ 3,100 ଟଙ୍କା କରିବାକୁ ପ୍ରତିଶ୍ରୁତି। ଡିବିଟି ଜରିଆରେ 48 ଘଣ୍ଟା ଭିତରେ କୃଷକମାନଙ୍କୁ ଅର୍ଥ ହସ୍ତାନ୍ତର କରିବାକୁ ପ୍ରତିଶ୍ରୁତି। ଷଷ୍ଠ, ମତ୍ସ୍ୟଜୀବୀଙ୍କୁ ଅଣ ଉତ୍ପାଦନ ସମୟରେ 10,000 ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ରାଜ୍ୟ ଭାଜପାର ପ୍ରତିଶ୍ରୁତି। ସପ୍ତମ, ଓଡ଼ିଶାକୁ ଦେଶର ତୃତୀୟ ସର୍ବାଧିକ ପର୍ଯ୍ୟଟକ ଆସୁଥିବା ରାଜ୍ୟ ତାଲିକା ମଧ୍ୟରେ ସ୍ଥାନିତ କରିବାକୁ ପ୍ରତିଶ୍ରୁତି। ଅଷ୍ଟମ, ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳ ନୀତି। 18 ମାସ ଭିତରେ ଚିଟ୍‌ଫଣ୍ଡ ସ୍କାମରେ ଅଟକିଥିବା ଟଙ୍କା ଫେରସ୍ତ ପାଇଁ ପ୍ରତିଶ୍ରୁତି। ନବମ, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ମାଧ୍ୟମରେ ଓଡ଼ିଶାର ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ମାଗଣାରେ ବିଜୁଳି ଯୋଗାଇବାକୁ ପ୍ରତିଶ୍ରୁତି। ଦଶମ, 1.5 ଲକ୍ଷ ଖାଲି ପଦବୀ ପୂରଣ କରିବାକୁ ପ୍ରତିଶ୍ରୁତି। ପ୍ରଥମ 2 ବର୍ଷ ଭିତରେ 65,000 ପୂରଣ କରିବାକୁ ଲକ୍ଷ୍ୟ। ଏକାଦଶ, କେନ୍ଦୁପତ୍ର ତୋଳାରୀଙ୍କ ପାଇଁ ଆରମ୍ଭ ହେବ କେନ୍ଦୁପତ୍ର ତୋଳାରୀ କଲ୍ୟାଣ ଯୋଜନା। 12, ପିଏମ୍ ଆବାସ ଯୋଜନାରେ 15 ଲକ୍ଷ ଘର ଗୃହିଣୀଙ୍କୁ ଯୋଗାଇବାକୁ ସଂକଳ୍ପ। 40,000 ସର୍ବସାଧାରଣ ସ୍ଥାନରେ ଏବଂ 26 ଲକ୍ଷ ଗୃହକର୍ତ୍ତାଙ୍କୁ ଜଳ ଯୋଗାଣ ଲକ୍ଷ୍ୟ। 13, ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ। ରତ୍ନଭଣ୍ଡାର ଖୋଲି ଜଗନ୍ନାଥ ମହାପ୍ରଭୁଙ୍କ ସମ୍ପତ୍ତିର ତାଲିକା ପ୍ରସ୍ତୁତ। ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବାକୁ ପ୍ରତିଶ୍ରୁତି। 14, ବୁଣାକାରଙ୍କ ଜୀବିକାକୁ ଉନ୍ନତ କରିବାକୁ ପ୍ରତିଶ୍ରୁତି। ରାଜ୍ୟରେ ବୟନ ଶିଳ୍ପକୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ। 15, ଅଣସଂଗଠିତ କ୍ଷେତ୍ର ଶ୍ରମିକମାନଙ୍କୁ 5 ଲକ୍ଷ ଟଙ୍କାର ବୀମା କଭର। 16, କ୍ଷମତାକୁ ଆସିବାର 100 ଦିନ ଭିତରେ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି। ବାର୍ଷିକ 8 ଲକ୍ଷରୁ କମ୍ ରୋଜଗାର କରୁଥିବା ପ୍ରତ୍ୟେକ ନାଗରିକଙ୍କୁ ମିଳିବ ଏହି ସୁବିଧା। 17, ବିଦ୍ୟାଳୟରେ ଡ୍ରପ୍ ଆଉଟ୍ ରୋକିବାକୁ ଜନଜାତି ଛାତ୍ରଛାତ୍ରୀଙ୍କୁ ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାରେ 5,000 ଟଙ୍କାର ସହାୟତା ରାଶି ଦେବାକୁ ଘୋଷଣା। 18, ମୁଖ୍ୟମନ୍ତ୍ରୀ ସହାୟତା ଯୋଜନାରେ ବୟସ୍କ ଦିବ୍ୟାଙ୍ଗ ବିଧବା ନିରାଶ୍ରୟମାନଙ୍କୁ 3,000 ଟଙ୍କା ମାସିକ ପେନ୍ସନ୍ ପ୍ରଦାନ କରିବାକୁ ପ୍ରତିଶ୍ରୁତି। 80% ଅକ୍ଷମତା ଥିବା ଦିବ୍ୟାଙ୍ଗ ଏବଂ 80ରୁ ଅଧିକ ବୟସର ବ୍ୟକ୍ତିଙ୍କୁ 3,500 ଟଙ୍କାର ପେନ୍ସନ୍ ଦେବାକୁ ପ୍ରତିଶ୍ରୁତି। 19, ମିଶନ ସ୍ୱାସ୍ଥ୍ୟ ଓଡ଼ିଶାରେ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ 36,000 ନୂତନ ଶଯ୍ୟାର ବ୍ୟବସ୍ଥା। 100ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ଭାବେ ଉନ୍ନତ କରିବାକୁ ପ୍ରତିଶ୍ରୁତି। ପ୍ରତ୍ୟେକ ଜିଲ୍ଲାରେ ଏକ ନର୍ସିଂ କଲେଜ, ଏକ ମେଡିକାଲ କଲେଜ ଏବଂ ଏକ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ପ୍ରତିଷ୍ଠା କରିବାକୁ ପ୍ରତିଶ୍ରୁତି। 20, 75,000 କିଲୋମିଟର ଗ୍ରାମ୍ୟ ଓ ଜାତୀୟ ରାଜପଥ ନିର୍ମାଣ କରିବାକୁ ପ୍ରତିଶ୍ରୁତି। ପ୍ରତ୍ୟେକ ଗ୍ରାମ୍ୟ ପଞ୍ଚାୟତ ତଥା ଜିଲ୍ଲା ସଦର ପରିକ୍ରମାକୁ ରାଜ୍ୟ ରାଜଧାନୀ ସହ ଯୋଡ଼ିବାକୁ ଲକ୍ଷ୍ୟ। 21, ଓଡ଼ିଶାରେ ଆଇନ, ମେଡିକାଲ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମ ପ୍ରଚଳନ କରିବାକୁ ରାଜ୍ୟ ଭାଜପାର ଘୋଷଣା। ଖବରଟି ଭଲ ଲାଗିଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନକୁ ଅନ୍ କରନ୍ତୁ, ଯାହାଦ୍ୱାରା ଯେତେବେଳେ ବି ଏହିଭଳି ଲାଟେଷ୍ଟ ଖବର ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚିବ। ଏବଂ ଭିଡ଼ିଓଟିକୁ ଅତିମାତ୍ରାରେ ସେୟାର କରନ୍ତୁ।